ତାଙ୍କର ପ୍ରଶଂସା କରିବା ପାଇଁ ପ୍ରଭୁ ଆମମାନଙ୍କୁ କଣ ଦେଇଛନ୍ତି? କଣ ଦେଇଛନ୍ତି? ସ୍ୱର ଦେଇଛନ୍ତି, ଆଗର ଦେଇଛନ୍ତି, ମୁଖ ଦେଇଛନ୍ତି। ପ୍ରେଜ୍ ଦ ଲର୍ଡ। ତାଙ୍କର ସମୁଦ୍ର ବାଣୀ, ତାଙ୍କର ପ୍ରଶଂସା କରିବା ପାଇଁ ଆମକୁ ମୁଖ ଦେଇଛନ୍ତି, କଥା କହିବା ପାଇଁ ଏ ସମସ୍ତ ତାଙ୍କର ଅନୁଭବ ଦେଇଛନ୍ତି। ଯେତେବେଳେ ଆମମାନଙ୍କର ଜୀବନକୁ ସମୀକ୍ଷା କରିବା ଆମେମାନେ ଜାଣିବାକୁ ପାଇବା ଯେ ଗୋଟେ ମହାନ ଉପହାର ଆମମାନଙ୍କୁ ଦେଇଛନ୍ତି। ସେ ଉପହାର ସମସ୍ତ ମଧ୍ୟରେ କଥା କହିବାର ଗୋଟେ ଉପହାର। ଇମାଜିନ୍ କରିବା, ଭାବିବା ଆମ ପରିବାରରେ, ଆମ ସମାଜରେ ଏମିତି କେହି ଅଛନ୍ତି ଯିଏ କଥା କହିପାରନ୍ତି ନାହିଁ ଏବଂ ଶୁଣିପାରନ୍ତି ନାହିଁ। କଥା କହିବା ଦ୍ୱାରା, ପ୍ରକାଶ କରିବା ଦ୍ୱାରା ଆମମାନଙ୍କର ଭାବ କ'ଣ ହୁଏ? ପ୍ରକାଶ କରିଥାଏ। ଦୁଃଖ ସୁଖ ଆମେ ବାଣ୍ଟିଥାଉ ଏବଂ ପ୍ରେମ ସ୍ନେହର ଆଦାନ ପ୍ରଦାନ ହୋଇଥାଏ। ଅନ୍ୟର ଦୁଃଖକୁ ଆମେମାନେ ବୁଝିଥାଉ। ତାହା ହେଉଛି ବାକ୍ୟ, କଥା କହିବା। ଏବଂ ସେ କଥା କହିବାର ଶକ୍ତି, ଅନୁଗ୍ରହ ଆମ ପ୍ରତ୍ୟେକଙ୍କୁ ଦିଆଯାଇଛି। ଅନେକ ଲୋକମାନଙ୍କୁ ଏହା ଦିଆଯାଇନି, କିନ୍ତୁ ସେମାନଙ୍କୁ ଅନେକ ଅନୁଗ୍ରହ ଦେଇଛନ୍ତି। ଯେଉଁମାନେ କଥା କହିପାରନ୍ତି ନାହିଁ, ଯେଉଁମାନେ ଶୁଣିପାରନ୍ତି ନାହିଁ, ସେମାନଙ୍କୁ ଅନେକ ଅନୁଗ୍ରହ ଦେଇଛନ୍ତି। ଯେଉଁମାନେ କଥା କହିପାରନ୍ତି, ଶୁଣିପାରନ୍ତି ନାହିଁ, ସେମାନଙ୍କୁ ଉତ୍ତମ ବ୍ୟକ୍ତି ଭାବରେ ସେ କରିଛନ୍ତି। ତାଙ୍କ ହୃଦୟ ନିର୍ମଳ, ପବିତ୍ର ଏବଂ ସେମାନେ ପୁରା ଇଣ୍ଟେଲେକ୍ଟ, ସେମାନେ ଜ୍ଞାନ ପ୍ରଖର, ବୁଦ୍ଧି, ଅନେକ ସମୟରେ ସେମାନେ ବୁଦ୍ଧି ଜ୍ଞାନରେ ଭରପୁର ଥିବା ବ୍ୟକ୍ତି ବିଶେଷ ସେମାନେ ହୋଇଥାନ୍ତି ଏବଂ ସେମାନେ ଜଣେ ଉତ୍ତମ ପ୍ରେମ କରିବାର ଜଣେ ହୃଦୟ ସେମାନେ ପାଇଥାନ୍ତି। ଏହିପରି ସକଳ ଅନୁଗ୍ରହକୁ ଯଦି ସମୀକ୍ଷା କରିବା, ତାଠାରୁ ପ୍ରଭୁଙ୍କର ପ୍ରଶଂସା କରିବା ପାଇଁ ଯେଉଁ ମୁଖ ଦେଇଛନ୍ତି, ତାହା ପ୍ରଭୁଙ୍କର ଗୌରବ। ତେଣୁ ଆଜି ଯେତେବେଳେ এই সুসমাচার ଆମେମାନେ ଧ୍ୟାନ କରୁଛୁ, ସୁସମାଚାର ଲୋକ ତାର ଏକ୍ସପ୍ଲାନେସନ କିମ୍ବା ତାର ବ୍ୟାଖ୍ୟା କରିବାର ଆଉ କିଛି ଉଦ୍ଦେଶ୍ୟ ନାହିଁ। କାରଣ ସବୁକିଛି ସେଇଠି ବାଇବେଲରେ ଲେଖା ହେଇଛି। ଉତ୍ତମ ବିପଦ କ'ଣ, କ'ଣ କରିବ, କ'ଣ ହେଲେ କ'ଣ ନାହିଁ, ସବୁକିଛି ଦିଆଯାଇଛି। କିନ୍ତୁ ତା ପ୍ରାଣରୁ ସେଠି କୁହାଗଲା ଯେ ପ୍ରଭୁ ଯୀଶୁ କ'ଣ କଲେ? ଘରୁ ବାହାରିଲେ, ବାହାରି ଯାଇ ସମୁଦ୍ର କୂଳରେ ବସିଲେ ଏବଂ ଜନତାଙ୍କୁ ଦେଖିଲେ ଏବଂ ସେ କ'ଣ ଅନେକ ଦୃଷ୍ଟାନ୍ତ ମାଧ୍ୟମରେ ସେ କଥା କହିଲେ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ପ୍ରଭୁ ପରମେଶ୍ୱର କଥା କହିବା ପରମେଶ୍ୱର, ପ୍ରଭୁ ପରମେଶ୍ୱର ଆମମାନଙ୍କୁ ଜୀବନ ଦେବା ପରମେଶ୍ୱର, ପ୍ରଭୁ ପରମେଶ୍ୱର ଆମମାନଙ୍କୁ ତାଙ୍କର ଦୟାରେ ପରିଚାଳିତ କରିବା ପ୍ରଭୁ ପରମେଶ୍ୱର। ଯାହା ସାମ ସଂହିତାରେ ଲେଖା ହେଇଛି 115 ଅଧ୍ୟାୟ 5 ପଦରେ ଯେ ଧର୍ମପାଠ କହେ ଯେ ଦେବଗଣ ଯେଉଁମାନଙ୍କର ମୁଖ ଅଛି କିନ୍ତୁ କଥା କହନ୍ତି ନାହିଁ। ଦେବଗଣ ସେ କାଠ ପଥର ମୂର୍ତ୍ତି କେବେ କଥା କହେ ନାହିଁ, କିନ୍ତୁ ଆମମାନଙ୍କର ପ୍ରଭୁ ପରମେଶ୍ୱର କଥା କହିବା ପ୍ରଭୁ ପରମେଶ୍ୱର। ପ୍ରତ୍ୟେକ ମୁହୂର୍ତ୍ତରେ ଆମ୍ଭମାନଙ୍କ ସହିତ, ଆମ୍ଭମାନଙ୍କ ଉଦ୍ଧାର ନିମନ୍ତେ, ଆମ୍ଭମାନଙ୍କ ପରିତ୍ରାଣ ନିମନ୍ତେ, ଆମ୍ଭମାନଙ୍କ ଉତ୍ତମତା ନିମନ୍ତେ ସେ ସଦାସର୍ବଦା କଥା କୁହନ୍ତି। ଯାହା ଆମେମାନେ ବାଇବେଲରୁ ଶିକ୍ଷା ସଂକ୍ଷେପରୁ ଆମ ବିଶ୍ୱାସରୁ ଆମେମାନେ ଶିକ୍ଷା ପାଉ। ଯାହା ଆଦି ପିତାମାନଙ୍କୁ ପ୍ରଭୁ ପରମେଶ୍ୱର ସୃଷ୍ଟି କଲେ ଏବଂ ସେମାନଙ୍କୁ କଥା କହିଲେ ଏବଂ ସେମାନଙ୍କୁ ଆଶୀର୍ବାଦ କଲେ ଏବଂ ସୃଷ୍ଟି ପ୍ରାରମ୍ଭରେ ସେ ବାକ୍ୟରେ ସେ ସୃଷ୍ଟି କଲେ। এই সমস্ত ସବୁ ସେ ଆଦି ପିତା ମାତାଙ୍କୁ ମଧ୍ୟ ସେ କଥା କହିଛନ୍ତି। ଏବଂ ଆମମାନେ ଯଦି ଚିନ୍ତା କରିବା ପୁଣି
ନୋହାଙ୍କୁ ମଧ୍ୟ ପ୍ରଭୁ କଥା କହିଲେ, ଆବ୍ରାହାମଙ୍କୁ ମଧ୍ୟ ସେ କଥା କହିଲେ। ଏ କଥା କହି ସେ କ'ଣ କରିବେ? ମାନବ ଜାତିକୁ ପୁନର୍ବାର ତାଙ୍କ ନିକଟକୁ ସେ ଫେରାଇବେ, ପୁନର୍ବାର ତାଙ୍କର ସନ୍ତାନ ସନ୍ତତି କରିବେ। ସେଇଥିପାଇଁ ବିଭିନ୍ନ ସ୍ତରରେ ପ୍ରଭୁ ପରମେଶ୍ୱର ସେ କଥା କହୁଛନ୍ତି ଏବଂ ବହୁ ମାତ୍ରାରେ ବହୁଳ ମାତ୍ରାରେ ମଶାଙ୍କ ସହିତ ସେ କଥା କହିଲେ ଏବଂ ସିନାଇ ପର୍ବତରେ ସେ ବାକ୍ୟ କହିଲେ ଏବଂ ସେହି ବାକ୍ୟ ଦଶଟି ନିୟମ ଯାହାଦ୍ୱାରା ଆମେମାନେ ଆମମାନଙ୍କର ପାପମୟ ଜୀବନକୁ ପରିତ୍ୟାଗ କରି ଆମେ ସେ ତ୍ରାଣକର୍ତ୍ତା ଖ୍ରୀଷ୍ଟଙ୍କୁ ଆମେମାନେ ଗ୍ରହଣ କରିପାରିବା। ହାଲେଲୁୟା, ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଏହିପରି ଅନେକ ପ୍ରବକ୍ତାମାନଙ୍କୁ, ତାଙ୍କର ଲୋକମାନଙ୍କୁ, ତାଙ୍କର ମନୋନୀତ ବ୍ୟକ୍ତିମାନଙ୍କୁ ପ୍ରଭୁ କଥା କହିଲେ ଏବଂ ଶେଷରେ ସେ ନିଜର ଅଦ୍ୱିତୀୟ ପୁତ୍ରଙ୍କ ଦ୍ୱାରା ସେ ଆମମାନଙ୍କୁ କଥା କହିଛନ୍ତି। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା, ହାଲେଲୁୟା। ସେ ତାଙ୍କର ପୁତ୍ରଙ୍କ ଦ୍ୱାରା ଆମମାନଙ୍କୁ ସେ କଥା କରିଅଛନ୍ତି, ଯାହାକି ହିବ୍ରୁ ଗ୍ରନ୍ଥରେ କୁହାଯାଇଛି 1 ଅଧ୍ୟାୟ 1-2 ଏବଂ 3 ପଦରେ ସେଠି ଲେଖା ଅଛି। ସେ ପୂର୍ବ କାଳରେ ପ୍ରଭୁ ପରମେଶ୍ୱର ପୂର୍ବ ପୁରୁଷମାନଙ୍କ ଦ୍ୱାରା ସେ କଥା କହିଲେ, ବର୍ତ୍ତମାନ ସେ ତାଙ୍କର ଦ୍ୱିତୀୟ ପୁତ୍ରଙ୍କ ଜରିଆରେ ସେ ଆମ୍ଭମାନଙ୍କୁ କଥା କହୁଛନ୍ତି ଏବଂ ନିଜର ଶକ୍ତିଶାଳୀ ବାକ୍ୟ ମାଧ୍ୟମରେ ସେ ଆମ୍ଭମାନଙ୍କୁ ପ୍ରତିପାଳନ କରୁଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତାଙ୍କର ଶକ୍ତିଶାଳୀ ବାକ୍ୟ ମାଧ୍ୟମରେ ସେ ପ୍ରତିପାଳନ କରି ଆସୁଅଛନ୍ତି। ସେ କାରଣ ସେହି ବାକ୍ୟ ସେ ଆଦ୍ୟରେ ବାକ୍ୟ ଥିଲେ, ସେ ବାକ୍ୟ ଈଶ୍ୱର ସହିତ ଥିଲେ, ସେ ବାକ୍ୟ କିଏ ଥିଲେ? ଈଶ୍ୱର ନିଜେ ଥିଲେ, ଈଶ୍ୱର ନିଜେ ସେହି ବାକ୍ୟ। ସେହି ବାକ୍ୟ ପରେ ଦେହବଦ୍ଧ ହେଲେ ସେ ତ୍ରାଣକର୍ତ୍ତା ଖ୍ରୀଷ୍ଟ, ଯାହା ଜନ 1:14 ପଦରେ କୌଣସି ଆମ୍ଭମାନଙ୍କ ସହିତ ଆମ୍ଭମାନଙ୍କ ମଧ୍ୟରେ ସେ କଥା କହିଅଛନ୍ତି, ଯାହାଦ୍ୱାରା ସେ ଆମ୍ଭମାନଙ୍କୁ ନିଜର କରିବେ, ଆପଣାର କରିବେ ଏବଂ ସମସ୍ତ ପାପ ମୁକ୍ତଠାରୁ ସେ ଆମ୍ଭମାନଙ୍କୁ କ'ଣ କରିବେ? ଉଦ୍ଧାର କରିବେ। ପୁଣି ସେ ପ୍ରତିଜ୍ଞାତ ଦେଶ ତାଙ୍କର ରାଜ୍ୟକୁ ସେ ଆମ୍ଭମାନଙ୍କୁ କହିବେ। ପ୍ରିୟ ଭାଇ ଓ ଭଉଣୀମାନେ, ଯେତେବେଳେ ଆମେମାନେ ସେ କଥା କହିବା ପ୍ରଭୁ ପରମେଶ୍ୱରଙ୍କର ଅନୁଗ୍ରହ ପ୍ରାପ୍ତ କରିବା ନିମନ୍ତେ ଯେତେବେଳେ ଆମେମାନେ ତାଙ୍କ ନିକଟକୁ ଆସିଅଛୁ, ଅନେକ ସମୟରେ ପବିତ୍ର ବାକ୍ୟ ମାଧ୍ୟମରେ ଆମେ କଥା କହୁ। ଯେତେବେଳେ ଜଣେ ବିଶ୍ୱାସୀ ପଠନ ଅଧ୍ୟୟନ କରେ, ଅଧ୍ୟୟନ କରିବା ସମୟରେ ସେ କ'ଣ କୁହେ? ପଠନର ଶେଷରେ ଏହା ଈଶ୍ୱରଙ୍କର ବାକ୍ୟ, ଈଶ୍ୱରଙ୍କର ବାକ୍ୟ ବୋଲି ସେ କୁହେ। ଯେତେବେଳେ ଆମେ ସମସ୍ତେ କ'ଣ କରୁ? ପରମେଶ୍ୱରଙ୍କର ଧନ୍ୟବାଦ। ଆମ୍ଭେମାନେ ଅଯୋଗ୍ୟ ହେଲେ ମଧ୍ୟ ପ୍ରଭୁ ଆମ୍ଭମାନଙ୍କୁ ନେଇ ତାଙ୍କର ବାକ୍ୟ ମାଧ୍ୟମରେ ପ୍ରତ୍ୟେକ ମୁହୂର୍ତ୍ତରେ ସେ କଥା କୁହନ୍ତି ଏବଂ ଆମେ ସେ ପ୍ରଭୁଙ୍କର ପ୍ରଶଂସା ଆମେମାନେ କରିବାର ସୌଭାଗ୍ୟ ପ୍ରଭୁ ଆମ୍ଭମାନଙ୍କୁ ଦେଇଛୁ। ଦେଖନ୍ତୁ, ତାଙ୍କରି ପ୍ରେମ, ତାଙ୍କରି ଦୟା ଆମ୍ଭମାନଙ୍କ ଉପରେ ସଦାସର୍ବଦା ସେ ପ୍ରଦାନ କରୁଛୁ। ଆମ୍ଭମାନଙ୍କୁ ସେ ସଦାସର୍ବଦା ସେ କଥା କୁହନ୍ତି। ତେଣୁ ସେ କଥା କହିବା ପ୍ରଭୁ ଆମ୍ଭମାନଙ୍କୁ ପୁନର୍ବାର ସେ କ'ଣ କରନ୍ତି? ସେ ସଜୀବ ସକ୍ରିୟ ଭାବରେ ସେ ଜୀବନଯାପନ କରିବା ପାଇଁ ଆମ୍ଭମାନଙ୍କୁ ଆହ୍ୱାନ କରନ୍ତି। କାରଣ ତାଙ୍କର ବାକ୍ୟ ସଜୀବ, ସକ୍ରିୟ, ତେଜିୟାନ, ଶକ୍ତିଶାଳୀ ଅଟେ, ଯାହା ହିବ୍ରୁ ଗ୍ରନ୍ଥରେ 4 ଅଧ୍ୟାୟ 12 ପଦରେ ଲେଖା ଅଛି। ଈଶ୍ୱରଙ୍କର ବାକ୍ୟ ସଜୀବ ଓ ସକ୍ରିୟ, ଜୀବନ୍ତ। ସେ ଜୀବନ୍ତ ବାକ୍ୟ ସଦାସର୍ବଦା ଆମ୍ଭମାନଙ୍କୁ ସେ ଦିଅନ୍ତି। ଜୀବନ୍ତ ବାକ୍ୟ ମାଧ୍ୟମରେ ସଦାସର୍ବଦା ସେ ଆମ୍ଭମାନଙ୍କୁ କଥା କୁହନ୍ତି। ଆମେ ତାଙ୍କର ସାଦୃଶ୍ୟରେ ସୃଷ୍ଟି, ଆମେ ସମସ୍ତେ ତାଙ୍କର ସାଦୃଶ୍ୟରେ ସୃଷ୍ଟି। ତାଙ୍କର ଆତ୍ମା ଆମଠାରେ ସେ ଦେଇଅଛନ୍ତି ଏବଂ ଆମର କଥାବାର୍ତ୍ତା କେମିତି ହେବା ଉଚିତ ଆମେ ଚିନ୍ତା କରିବା। ଆମେ ତାଙ୍କର ସୃଷ୍ଟି ମନୁଷ୍ୟ, ତାଙ୍କର ସାଦୃଶ୍ୟ ଆମ୍ଭମାନଙ୍କୁ ସୃଷ୍ଟି କରିଛନ୍ତି। ସେ ଆମ୍ଭମାନଙ୍କୁ ତାଙ୍କର ଆତ୍ମା ଆମ୍ଭମାନଙ୍କୁ ଦେଇଅଛନ୍ତି, ତାଙ୍କର ଅନୁଗ୍ରହ ଦେଇଅଛନ୍ତି। ଆମ୍ଭେମାନେ ଯେତେବେଳେ କଥା ଭାଷା କରୁ, ଆମ୍ଭମାନଙ୍କର କଥା ଭାଷା କେମିତି ହେବା କର୍ତ୍ତବ୍ୟ,
कदापि वृथारे जाए नहीं। आम्भमानकर वाक्य फलवत्त हुए, आम्भमानकर वाक्य शक्तियुक्त हुए, आम्भमानकर वाक्य आशीर्वाद हुए। केबे हेले ସେହି वाक्य वृथा जाए ନାହିଁ। ତାଙ୍କର ବାକ୍ୟ ଶକ୍ତିଶାଳୀ ଶକ୍ତି, ତାଙ୍କର ବାକ୍ୟ ପରିତ୍ରାଣକାରୀ ପରିତ୍ରାଣ ସେ ଦାୟକ ବାକ୍ୟ ହେଉଛି, ଦାୟକ ବାକ୍ୟ ହେଉଛି ଈଶ୍ୱରଙ୍କ ବାକ୍ୟ। ସେହି ବାକ୍ୟରେ ଆମ୍ଭମାନଙ୍କୁ ପୁନର୍ବାର ତେଜାନ ହେବା ପାଇଁ, ବଳିୟାନ ହେବା ପାଇଁ ଆମ୍ଭମାନଙ୍କୁ ପ୍ରଭୁ ପରମେଶ୍ୱର ଦେଇଅଛନ୍ତି। ଏହି ଜୀବନର ବଞ୍ଚିବା ଯାଏ ତାଙ୍କର ପ୍ରଶଂସା କରିବା ପାଇଁ, ତାଙ୍କର ସ୍ତୁତି କରିବା ପାଇଁ ଏବଂ ତାଙ୍କର ଜନମଣ୍ଡଳୀ ସହିତ ଉତ୍ତମ ଭାବରେ ଆଦାନ ପ୍ରଦାନ କରିବା ପାଇଁ, ଫଳବନ୍ତ ବାକ୍ୟ ପ୍ରଚାର କରିବା ପାଇଁ, ବାକ୍ୟ ଆଦାନ ପ୍ରଦାନ କରିବା ପାଇଁ ପ୍ରଭୁ ଆମମାନଙ୍କୁ କରୁଛନ୍ତି। ପ୍ରିୟ ଭାଇ ଓ ଭଉଣୀମାନେ, ଯେତେବେଳେ ଆମେମାନେ ଏହି ଦୁନିଆକୁ ନିରୀକ୍ଷଣ କରିବା, ଏ ସୁନ୍ଦର ଦୁନିଆକୁ ପ୍ରଭୁ ପରମେଶ୍ୱର ତିଆରି କରିଛନ୍ତି, ସମସ୍ତ ସୃଷ୍ଟି କଲା ପରେ ପ୍ରଭୁ ପରମେଶ୍ୱର କହିଲେ ଉତ୍ତମ 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 ବୋଲି କହିଲେ। ମନୁଷ୍ୟକୁ ସୃଷ୍ଟି କଲା ପରେ ସେ କହିଲେ ଅତି ଉତ୍ତମ। କିନ୍ତୁ ସେହି ଅତି ଉତ୍ତମ ଏ ସମସ୍ତ ସୃଷ୍ଟିକୁ ମନୁଷ୍ୟ ଜାତି ଗ୍ରହଣ କରିଦେଇଛି, ପାପ ଦ୍ୱାରା ଦୂଷିତ କରିଦେଇଛି। ପୁଣି ସେହି ଦୂଷିତ ଜଗତକୁ, ଦୂଷିତ ଦୁନିଆକୁ, ଏହି ମଣିଷକୁ ଉଦ୍ଧାର କରିବା ପାଇଁ ପ୍ରଭୁ ପରମେଶ୍ୱର ପ୍ରତ୍ୟେକ ମୁହୂର୍ତ୍ତରେ ସେ କଥା କୁହନ୍ତି। ଯେତେବେଳେ ସେ କଥା କୁହନ୍ତି, ଆମେମାନେ ତାଙ୍କର କଥାକୁ ଆମେମାନେ ଶୁଣିବା ଉଚିତ। କାରଣ କେବଳ ଆମେ ନୁହଁ, ସାରା ବିଶ୍ୱ, ସାରା ପୃଥିବୀ କ୍ରନ୍ଦନ କରୁଛି ବୋଲି ଆଜିର ତଥ୍ୟ ପଠାଗଲା। ରୋମୀୟ ଗ୍ରନ୍ଥ 8 ଅଧ୍ୟାୟ 22-23 ପଦ ଆଜିର ତଥ୍ୟ ପଠାଗଲେ କୁହାଗଲା, ଆମେ ଜାଣୁ ସମଗ୍ର ସୃଷ୍ଟି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସବ ବେଦନାରେ ଆର୍ତ୍ତନାଦ କରି ଆସୁଅଛି, କାନ୍ଦୁଛି। ଆଉ ଗୋଟିଏ ସେଣ୍ଟେନ୍ସରେ କହିଲେ ସମଗ୍ର ସୃଷ୍ଟି ଏ ପର୍ଯ୍ୟନ୍ତ ଯନ୍ତ୍ରଣାରେ କାନ୍ଦୁଛି। ଯନ୍ତ୍ରଣାରେ କାନ୍ଦୁଛି। ସେ ଯନ୍ତ୍ରଣାରେ କାନ୍ଦୁଥିବା ପୃଥିବୀକୁ, ଯନ୍ତ୍ରଣାରେ କାନ୍ଦୁଥିବା ମନୁଷ୍ୟ ଜାତିକୁ ଉଦ୍ଧାର କରିବା ପାଇଁ ପ୍ରଭୁ ପରମେଶ୍ୱର ଆଜି ବାକ୍ୟ ମାଧ୍ୟମରେ ଆମମାନଙ୍କ ଦେଇ ମଧ୍ୟ ଆଜି କାର୍ଯ୍ୟ କରିବା ପାଇଁ ସେ ଚାହାନ୍ତି। କାରଣ ଏ ଲେଖା ଅଛି ଆଜିର ଦ୍ୱିତୀୟ ପଠନରେ ମଧ୍ୟ ଏହି ସଂଖ୍ୟା ଆମମାନଙ୍କ ଆତ୍ମା, ଆମମାନଙ୍କ ଶରୀର ମଧ୍ୟ ଜୀବନ ପାଇବା ପାଇଁ କ୍ରନ୍ଦନ କରୁଛି। ପ୍ରିୟ ଭାଇ ଓ ଭଉଣୀ, ଆମମାନଙ୍କ ଆତ୍ମା, ଆମମାନଙ୍କର ଶରୀର ପରିତ୍ରାଣ ପାଇବା ପାଇଁ, ଏ ପାପ ଉଦ୍ଧାର ପାଇବା ପାଇଁ କ୍ରନ୍ଦନ କରୁଛି। ସେହି କ୍ରନ୍ଦନ ପ୍ରଭୁ ପରମେଶ୍ୱର ଶୁଣୁଅଛନ୍ତି। ସେ କ୍ରନ୍ଦନ ଭଗବାନଙ୍କୁ ଲୋକକୁ ପୋଛି ଦେବା ପାଇଁ, ଆମମାନଙ୍କୁ ପରିତ୍ରାଣ ଦେବା ପାଇଁ ସେ ଆସିଅଛନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ସେ କଥା କୁହନ୍ତି। ସେ କଥା କହିବା ପ୍ରଭୁ ଆମମାନଙ୍କୁ କଥା କରିବା ପାଇଁ ମଧ୍ୟ ଆମମାନଙ୍କୁ ମୁଖ ଦେଇଅଛି। ପରିତ୍ରାଣର ବାକ୍ୟ, ଆନନ୍ଦର ବାକ୍ୟ, ସାହାଯ୍ୟକାରୀର ବାକ୍ୟ, ଉଦ୍ଧାରକାରୀର ବାକ୍ୟ ଆମମାନଙ୍କୁ କହିବା ପାଇଁ ପ୍ରଭୁ ଆମମାନଙ୍କୁ ଦେଇଅଛି। ମୁଁ ପ୍ରଶ୍ନ ଆପଣମାନଙ୍କ ନିକଟରେ ମୁଁ ରଖୁଥିଲି, ଆମମାନଙ୍କର ଆଗ ଭାବ, ଆମମାନଙ୍କ କଥା ଭାଷା କେମିତି ହେବା ଦରକାର? କାରଣ ଦୂଷିତ ଦୁନିଆରେ ଜଣେ ଜଣେ ସୁବାସ ହେବା ପାଇଁ, ଏହି କଳୁଷିତ ହେଇଥିବା ଦୁନିଆରେ ଜଣେ ସୁବାସ ହେବା ପାଇଁ, ଉତ୍ତମ ଜଣେ ବ୍ୟକ୍ତି ବିଶେଷ ହେବା ପାଇଁ ପ୍ରଭୁ ଆମମାନଙ୍କୁ ଜୀବନ ଦେଇଅଛି। ଯାହା ଦ୍ୱିତୀୟ କଲେଜ 2:15 ପଦରେ ଯେତେବେଳେ ଆମମାନଙ୍କର ଜୀବନକୁ ସମୀକ୍ଷା କରିବା, ଆମେମାନେ ଜାଣିବାକୁ ପାଇବା ଯେ ଆମ୍ଭମାନଙ୍କର ଜୀବନ କେମିତି, ଆମ୍ଭମାନଙ୍କର ଜୀବନ ଆମେ କେତୋଟି ବିଷୟ ଆମେ ଚିନ୍ତା କରିବା। এই জীবনକୁ ସମୀକ୍ଷା କରିବା ସମୟରେ ମୁଁ କହି ପ୍ରଭୁ ଅଧିକ ମହାନ ଉପହାର ଆମମାନଙ୍କୁ ଦେଇଛନ୍ତି, କଥା କହିବାର ଉପହାର। ଏ କଥା କହିବାରେ
जीव प्राधान्यता नहीं था प्रधान माने प्रधान प्रधान कार्य से करे जहाँ जीव नहीं से कथा करे ए जीव ही कथा करे ए जीव ही प्रशंसा करिबो एही जीव कथा कहवा द्वारा जड़े दुख एवं जड़े दुखी तो यही जीव कंट्रोल करवार अछि we have to control our time कारण जाकब ग्रंथ जो अध्ययन करे पूरा 3 अध्याय 12 पद सेठी आपण सुंदर भाବରେ आपण सुनिବାକୁ पाइबा सेठी कहा गला 3-5 पद लिखा अछि जीवा एक छोट अंग जीवा एक छोट अंग तथापि यह बड़ गर्व कथा गुलिको कहिथा छोट अंग किंतु बड़ गर्व कथा कहिथा एवं जेमिति जंगल में निया छोट माने सान सागे माने कोन कहबा निया के लगे समुद्र पहाड़ को पोड़ी नाश करे ठीक से पड़े जीवा छोट सेना यदि कथा कहबो मनुष्य को नष्ट संसार को नष्ट पृथ्वी को ध्वंस करे कारण से तले देखा छै जे समग्र पृथ्वी मनुष्य आनंद देछ निज घरार मनुष्य घरार देछ तांकर जीवार काटको होइछ कारण एही जीवा कोन करे पछे नहले का छोट किंतु ना तेणु कहा जाए 3 अध्याय से जाकब 3:8 पदरे मात्र जीवाको कई हेले नियंत्रण कर पारे नहीं यह अनिष्ट साधन रे सदा संचल यह के नियंत्रण कर पारे अनिष्ट साधन कर पारे चंचल मारात्मक करण रे परिपूर्ण जीवा प्रिय भाई भगिनी आमे जेतले कथा कहूछु केमिति कथा कहूछु ताहा जानु प्रभु कथा कहिले ईश्वर वाक्य कहिले ईश्वर वाक्य सुनिले जो लोग सही वाक्य श्रवण कले से माने कोले अनंत जीवन अधिकार पाइले से माने जीवन रे सही गुण सत्य गुण अशेष गुण से माने उत्तम भूमि करिले फलवती जन मनुष्य नहीं पारिबे किंतु आम्भमान जेतले कथा कहू आम्भमान वाक्य आम्भमान कथा केमिति होछि आमे निजको प्रश्न कारण एही मुख एही जीवा कोन करूछि 3 अध्याय 9 पद में कहा जायछि एहा द्वारा एही जीवा द्वारा ईश्वरकर प्रशंसा करि थाउ एवं एहा एही जीव द्वारा ईश्वरकर सृष्टि मनुष्य को अभिशाप करि देखो यही जीवा छोट किंतु मारात्मक अति द्रुत कंट्रोल करे तेणु प्रभु मुख ये जीवा जे देइछन्ति तांकर प्रशंसा करबा एही मुखर कोन करिता जे अन्य मानकर कोन गॉसिप करबा परनिंदा करबा जीवा दे अन्य मानक प्रभुकर से अनुग्रह पात्र पात्री हेबा साहाय्य करबा परिवर्ते एही जीवारे एही मुखरे अन्य मानक कोन करथाउ परनिंदा करथाउ गॉसिप स्वर्गत पुण्यविदा फ्रांसिस से कहउले जे गॉसिप इज ए फॉर्म ऑफ मर्डर गॉसिप इज ए फॉर्म ऑफ मर्डर से कहले जे परनिंदा एक हत्या सदृश एही मुखरे एही जीवने माने प्रभुकर प्रशंसा करबा पर जे प्रभुकर एही मंडली तांकर एही राज्य रे आमे माने जने परमति मुख्य होबा परिवर्ते साहाय्य करबा परिवर्ते आमे माने अन्यर अमंगल चाहू किंतु प्रभु आममान केबे आमर अमंगल चाहू से मंगल करबा
से मंगलवार प्रभु जहाँकि जहन 15 अध्याय 16 पद लिखा अछि तुम्भमान को नियुक्त करे अछि तुम्भमान को जीवन देई अछि तुम्भमान जाई प्रचुर फल धारण करिबो आभमान उत्तम फल धारण करिबा पाई आभमान को जीवन देई अछि हालेलुया हालेलुया प्रेज द लॉर्ड आभमान उत्तम फल धारण करिबा पाई उत्तम फल फलिबा पाई उत्तम भावर फल फलिबारे साहाय्य करिबा पाई कथा कहिबा पाई प्रभु आभमान को जीवन देई अछि प्रिय भाई और बहन जदि आमे माने ईश्वरकर वाक्य श्रवण करे ईश्वरकर ए बेदिबानी जिह्वा एही मुख प्रशंसा करबा निमंते जदि आमे माने व्यवहार करिबा नहीं ताहले आमे माने जणे जणे वायु प्रसव करबा व्यक्ति सहित केबे वायु प्रसव करा जाय वायु प्रसव सुनि जहाँ प्रभु परमेश्वर इस्राएल जनता को कहिथिले मु मोर जनता को अपेक्षा कर रहिली जणे प्रसव करबा पई जणे नारी जणे संतान जन्म करबा पई अपेक्षा करिया परे रहला परे मु सेमान को अपेक्षा कर रहिली किंतु सेमाने वायु प्रसव कले किछि नै मोर अपेक्षा वृथा कि प्रभु जीवन देख जीवन से फल मुक्त होगा पाई तांकर वाक्य श्रवण करिया पाई तांकर आज्ञा अनुसार भागे जीवन यापन करिया पाई से अनुसार जका भागे जीवन यापन करिबा ताहले वायु प्रसव सुंदरता किछि जहाँ जिसाय 26 अध्याय 28 पद लिखा अछि गर्भधारण करी छटपट हेले आमे मध्य प्रसव होई आमे मध्य प्रसव करू किंतु वायु को प्रसव करबा सदृश ताहा होइथिला आमे माने इस्राएल जनता अपेक्षा करे प्रभु परमेश्वर अपेक्षा करे छटपट हेले आज मोर दिल आसीबो परा आज मोर परिवर्तन होबो परा मोर कथा सुनिबो परा से कहिले कथा कहिले किंतु सब वृथा ठीक से परिणाम जीवन मध्य यदि श्रवण करबा तांकर वाक्य सुनिबानी हृदय गम करिबानी ताहले आभमानकर जीवन सुंदर बेकार भाई आभमानकर जने महान व्यक्ति जन आदर्श से हो कुमारी कार आमे स्वच्छ पवित्र आदर्श व्यक्ति विचार नहीं पारिबानी केवल कुमारी माने काम जड़े आदर्श बोली दे पारिबा जे कि प्रभुकर प्रतिटी वाक्य को से श्रवण से निजको नम्र करके चालू एक अध्याय 38 पद से निजको नम्र करे कहत तुमरे दास श्रवण एवं सही नारी सही कुमारी माने आममानकर माता यीशुकर माता जे प्रभुकर वाक्य को निज हृदय संचय कर रखे जाके लोक सुसमाचार 2 अध्याय 19 पद से निज हृदय में सब कथा को से संचय करे आमे से स्मरण करबा को आमे माने जता श्रवण करूछु आमे माने से वाक्य को संचय करे हृदय रखे जहाँ ताहा फलवती ताहा जेते फलवती हो आमे माने प्रभुकर अनुग्रह पात्र एवं जो अनुग्रह आमे पाउछु कथा रे भाषा रे आमे ताहा को अन्य मानक अनुग्रह निमंते ताहा आमे व्यवहार आसु प्रिय भाई और माने जेतरे प्रभुकर निकट रे आमे माने आसी अछु तांकर अनुग्रह प्राप्त करबा उद्देश्य रे तांकर वाक्य केबे वृथा जाय जेबे शिशुर बिंदु वर्षा ए पृथ्वी को से ओदा करे एवं शासी मान को से फल प्रदान करबा पर्यंत ताहा केबे वृथा रे जाय नहीं नष्ट होबे नहीं से ईश्वर कर सदा सर्वदा सचिव सक्रिय ईश्वर कर सदा सर्वदा
ସେ ଈଶ୍ୱର ବାକ୍ୟ ପଢ଼ନ୍ତି ସେ ଜୀବନ ନାହିଁ ସେ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ହୃଦୟରେ ତାହା ସଞ୍ଚିତ ଏବଂ ପ୍ରଭୁ ଯେଉଁ ଅନୁଗ୍ରହ ଦେଇଛନ୍ତି କଥା କହିବା ବାକ୍ ଶକ୍ତି ଦେଇଛନ୍ତି ଯେ ଜିହ୍ବା ଦେଇଛନ୍ତି ପ୍ରଭୁଙ୍କର ପ୍ରଶଂସା କରିବା ପରସ୍ପରର ମଙ୍ଗଳ ସାଧନ କରିବା ଆସନ୍ତୁ ସେ ଅନୁଗ୍ରହ ଆମମାନଙ୍କୁ ଦିଅନ୍ତୁ ଯାହା ପୁଣି ଈଶ୍ୱରଙ୍କର ବାକ୍ୟ ପ୍ରଚାର ପ୍ରସାର ଏବଂ ଆମ୍ଭେମାନେ ମଣ୍ଡଳରେ ସାକ୍ଷ୍ୟ ଦେଇପାରିବା ପୃଥିବୀରେ ସାକ୍ଷ୍ୟ ଦେଇପାରିବା ଆଗେ ଜଣେ ପ୍ରଭୁଙ୍କର ଦାସ ପ୍ରଭୁ ସେ ଅନୁଗ୍ରହ ଆମ୍ଭମାନଙ୍କୁ ସଦା ସର୍ବଦା ତାଙ୍କର ରାଜ୍ୟ ସନ୍ତାନ ସନ୍ତତି ହେବା ପାଇଁ ଏବଂ ଜଣେ ଫଳନ୍ତି ବୃକ୍ଷ ହେବା ପାଇଁ ଆତ୍ମିକର ଫଳ ସେମାନେ ଧାରଣ କରିବା ପାଇଁ ପ୍ରଭୁ ଆମ୍ଭମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତୁ।